ଏଠି ରହୁଛି କ'ଣ ମୋର ଦିଟା ପୁଅ। ଦିଟା ପୁଅ ଯଦି ସେ ବଡ଼ ନିରାଶ ଘର ଦି ବଖରା କରିଥିଲି ପ୍ଲାଷ୍ଟର ହେଇନଥିଲା ସାଧା ଥିଲା। ତାପରେ ସେ ବଡ଼ ପୁଅ କହିଲା ସାନ ପୁଅକୁ ଆମେ ଘର କରିଦେଉନଥିଲୁ ସାନ ପୁଅ। ବଡ଼ ପୁଅ କହିଲା ସେ ଭାଇଟା ତ ସିଏ ବୁଝେଇଲା କର ଆଉ ତୁ ବଖରେ ନ ଦେବୁ ମୁଁ ବଖରେ ଦେବି। ଆମେ କହିଲୁ କଥାବାର୍ତ୍ତା କଲା ତାଙ୍କର ଭାଙ୍ଗିକି ତାଙ୍କର କଲେ। ଯଦି କଲେ ବଡ଼ ପୁଅକୁ ଯେ ସାନ ବୋଉ ତାର ସନ୍ଦେହ କଲା ତୁ ମୋ ପଇସାକୁ ଖାଇକି ଘର କଲୁ। ଇଏ ତାଙ୍କର ଭଦ୍ରଲୋକ ବସିଲେ ତାଙ୍କର ବୁଝାସୁଝା ହେଲା। କିଏ କାହାକୁ ଦେଲା କିଏ କାହାର କେତେ ପଇସା ହେଲା ତାଙ୍କର ବୁଝାବୁଝି ହେଲେ ଗଲା। ସେ ତମର ଅସୁବିଧା କ'ଣ? ସେଠୁ ଗଲା। ମୁଁ ବଡ଼ ପୁଅ ପାଖରେ ରହିଥିଲି ଖିଆପିଆ ବି କରୁଥିଲି ଗଲା। ତାର ମାଆକୁ ତାର ବାହାରି ଯାଉଛି ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟେ ଆସିକି ପଦାରେ ପଡ଼ିଲା ଯଦି ସେ ବୋଉ ଟିକେ କହିଲେ ନାଇଁ କି ସେ ରାଗରେ ଯଦି ଯାଇଛି ଶାଶୁଟା ମୋର ଆଉ ମୁଁ ତାକୁ ପାଖକୁ ଆଣେ ତାଇ ବି ସୁଦ୍ଧା କଲାନି। ଏଇ ଯୋଉ ଧୁମାଳ ମେଘରେ ମୁଁ ଆଉ ବରଦାସ୍ତ କରିପାରିନି ନା ମୁଁ ଆସିକି ଏଠି ତା କତିରେ ମୁଣ୍ଡ ଗୁଞ୍ଜିନି ତାକୁ ଦେଖାଶୁଣା କନି। ଆଉ କ'ଣ କହିବି ଅଧିକାଟା ବର୍ତ୍ତମାନ ଆମର ମାଗିକି ଖାଉଛୁ ବାକି ଫାଙ୍କା ଜାଗା କି ଜାଗା ଗୋଟେ ଅର୍ଗଲ ଜଣେ ଲୋକ ତାର କେବିନ କରିବ ବୋଲିକି ତାର ଦେଇଥିଲା। ସେ ତାର ଦୟା ପାଇକି କହିଲା ଏଇଥିରେ ଟିକେ ସୁବସ କର ମେଘ ପବନ ହଉଛି ରହିଲି 10-15 ଦିନ ହେଲା। ଏ ବିଷୟରେ କାହାକୁ ଜଣେଇଛ? ନା ଜଣେଇନି। ସବୁ ତ ଦେଖୁଛନ୍ତି ଭଦ୍ରଲୋକ ଆମ ଥାନା ଜଣା ହେଇଛି ନା। ବର୍ତ୍ତମାନ କ'ଣ ଚାହୁଁଛ? ଆମେ ଦେଇଥିଲୁ କଲେକ୍ଟର ଅର୍ଡର ଆଣିକି କହିଲେ ରାୟ ବାବୁ ଅଛନ୍ତି। ରାୟ ବାବୁ କହିଲେ ତମେ ନେଇଯା କଲେକ୍ଟର ପାଖକୁ ଯା ସେ ତାଙ୍କର ଯାହା ରିପୋର୍ଟ ଦବା କଥା ଦେବେ। ସେ ଆମେ ଆଣିଲୁ ତାକୁ ଜେରସ କରିକି ଗୋଟେ ତହସିଲ କତିରେ ଦେଲୁ। ନା ଶୁଣୁନାହାନ୍ତି ଆରେ ଆସିନି ନା ତହସିଲରେ ଆସିନି। ତହସିଲଦାର ଯୋଉ ଲୋକକୁ ସେ ଡାକିକି ନେଇଥିଲା ସେ ଲୋକ ଯାଇକି ତହସିଲ ପାଖରେ ପହଞ୍ଚିଲା। କିଏ ଡାକି ନେଇଥିଲା? ସାନକୁ। ତମେ ଆରଆଇ କି ଜଣେଇଲା ବର୍ତ୍ତମାନ ଆରଆଇ କି କିଏ ରିପୋର୍ଟ ଦେଇଥିଲେ? ଆରଆଇ ଆସିବା ପାଇଁ କିଏ କହିଥିଲେ? ସେ ବିଡି ବାଲା କହିଥିଲେ ଥାନା ବାଲା କହିଥିଲେ। ଥାନା ବାଲା କ'ଣ କହିଥିଲେ? ଟୁନି ବେହେରା ଜାଗାରେ ମତେ ମାଡ଼ଗୋଳ କଲେ ପୁଅ ବୋଉ ମାଡ଼ଗୋଳ କଲେ କରିକି ଥାନାକୁ ଗନି ଥାନାରେ କେସ୍ କନି। କେସ୍କୁ ଯାଇକି ଉଠେଇକି ଆଣିଲେ। ମୁଁ କହିଲି ଦିଦି ସାଇନ କାହିଁ ନେଉଛ? କହିଲା ଏ କେସ୍ଟା ରହିବ। ତାପରେ ଆସିନି ଘରକୁ ଦିଦି କହିଲେ ତୁ ଚୁଲିରେ ରାନ୍ଧିକି ବୁଢ଼ୀ ଖାଇବୁ ତୁ ଗ୍ୟାସରେ ରାନ୍ଧିକି ଖାଇବୁ। ଆସିଲା ବେଳକୁ ଚାଉଳ ମୋ ଗାଁ ଚାଉଳ ବିପିଏଲ ଚାଉଳ ସବୁ ନେଇଗଲା। ନେଇକି ମତେ ପାଇପ୍ ପାଣି ବନ୍ଦ କଲା। ବୋଉ ସାନ ବୋଉ ନେଇ ଯାଇକି ସେଠୁ ନଈରୁ ଆଉଛି ଯୋଉ ଭାଷା କହିଲା ମୁଁ ଆଉ କହିବି କ'ଣ ବାପା ତମ ଝିଅ କ୍ଷୀରା ଭାଷା କହିଲା। ପୁଅ କହୁଛି ଏଠି ପାଣି ମରୁ ଶୁଖି ମରୁ। ମୁଁ ଦିଟା ଅରୁଆ ଚାଉଳ ଥିଲା ତାକୁ ରାନ୍ଧିକି ଗୋଟେ ଆଳୁ ପକେଇ ଭାତ ଖାଇନି। ଖାଇଲା ସମୟରେ ଆଉ ସହିପାଇନି ନା କହୁଛି ବେଦି ମରୁ ସେଇଠି ଶୁଖି ବେଦିକି ମାରିଦବ ଏଣ୍ଟ୍ରସ ଦେଇଦିଅ ବିଷ ଦେଇଦିଅ କହିକି ବୋଉ କହିଲା ପୁଅ କହିଲା ଦିଏ ସାନ ବୋଉ କହିକି ସେଠୁ ତା ଦେହରେ ସେଠୁ ଘରୁ ମୋର ପଳେଇ ଆଇନି। ମୁଁ ଏଠି ଶୁଖି ଯା ମାରିବି ମୋର ଗାଁରୁ ମାଗିକି ଖାଇବି ଏଇଆ କହିକି ପଳେଇ ଆସିଲା ପରେ ମୁଁ ଗଲି ଥାନାକୁ। ଥାନାରେ କେସ୍ ଦେଲି। ସେ କେସ୍କୁ ଯାଇ ଆନ୍ଦୋଳନ ସବୁ ଆଭଏଡ୍ କରିକି ରଖିଲା। ମାନେ ପଇସା ପକେଇକି ରଖିଲା। ଥାନା ବାଲା ଆସିନାହାନ୍ତି? ନା। କେତେ ଦିନ ହେଲା ଦେଲେଣି କେସ୍? 22 ଦିନ ହେଲା ଦେଲିଣି। ରିପୋର୍ଟ ମୁଁ ରଖିଛି। ଯାଇକି ଥାନାରେ କେସ୍ ଦେଲି। ଥାନା ବାଲା ଯେମିତି ନ ଆସିଲେ ସେଠୁ ଗଲି କେନ୍ଦ୍ରାପଡ଼ାରେ ଜିଲ୍ଲାପାଳ କତିରେ କେସ୍ ଦେଲି। ଜିଲ୍ଲାପାଳ ସେଠୁ କହିଲେ ଆମେ ବୁଝିବୁ। ସେଠିକି ସେ ଫୋନ କଲା ଆନ୍ଦୋଳନ ସେଠୁ ସେ ବନ୍ଦ ହେଲେ। ପୁଣି କୋର୍ଟ ଗଲି କୋର୍ଟରେ କେସ୍ ଦେଲି। କୋର୍ଟ ବାଲା ସୁଧା ଶୁଣୁନାହାନ୍ତି। ଆଜି 3 ଦିନ ହେଲାଣି। କୋଉ କୋର୍ଟରେ ଦେଇଥିଲେ? କେନ୍ଦ୍ରାପଡ଼ା କୋର୍ଟରେ। ସେଠୁ ଘରେ ଆମେ ରହିଛୁ। ଆଜି କ'ଣ କେମିତି ଖାଉଛୁ? ମାଗିକି ଖାଉଛୁ। ଖାଇନୁ ଗାଁକୁ ଗଲେ ମାଗିକି ଦିଟା ଆଣିକି ଖାଇବୁ। ମୁଁ ଚାହୁଁଛି ମତେ କିଛି ନଦିଅ। ମତେ ସିଏ
ବାରଣ୍ଡାକୁ ଭାଙ୍ଗିକି ମତେ ସେଇଠି ଦିଅ, ମତେ ସେଇଠି ଆମର ବୁଢା ବୁଢୀ ଦିଅ ଫଟିକି ଖାଇବୁ, ମରିଗଲେ ସେଇଠି ପଡିବୁ, ଆମକୁ ସେ ଅନେଇବେ ନାହିଁ। କେତେ ବଖରା ଘର ଆପଣଙ୍କର? 4 ବଖରା ଘର, ସିଏ ତାର ନେଇଯାଉ ଇଏ ତାର ନେଇଯାଉ, ମତେ ସେ ବାରଣ୍ଡା ଦିଅ ବୋଲି ଆଉ କିଛି ନାହିଁ। କହୁଛି ମୁଁ ବାରଣ୍ଡା ଯଦି ଭାଙ୍ଗିବୁ, ମୁଁ ଘରେ ପଇସା ଦେଇକି ବାରଣ୍ଡା କରିଛି, ଯଦି ଭାଙ୍ଗିବୁ ଯେ ତତେ ରକ୍ତ ନଦୀ କରିଦେବି। କିଏ କହୁଛି? ବୋଉ କହୁଛି। କଣ ପାଇଁ ଏଭଳି କହୁଛନ୍ତି? କାହିଁକି କହୁଛନ୍ତି ଏ ଜାଗାରେ ତୁ ରହିପାରିବୁନୁ। ମୁଁ କହିଲି ମୋ ବାପା ସପୋର୍ଟ, ମୁଁ ରହିବିନି କିଏ ସେ ରହିବ? କହୁଛି ତୁ କଣ କରିଥିଲୁ? ସାତ ବାପ ଜାଗା ମୋଠୁ ପଇସା ନେଇଛନ୍ତି, ସେଠି ଘର କରିଛି, ଗ୍ରିଲ ଲଗେଇଛି, ସବୁ କରିଛି ମୁଁ କରିକି ମତେ ହେଇକିନା ମୁଁ ପଦାରେ ଅଛି। ମିଛୁଟାରେ କହୁଛନ୍ତି। ସେ ନିଜେ ନିଜେ ବାହାରି ଗଲା। ମତେ ଏଇ ଯନ୍ତ୍ରଣା ଦେଲେ ବୋଲି ମୁଁ ଖାଇଥାନ୍ତି କଣ ସେଠି? ମୁଁ ତ ଗାଁକୁ ପଳେଇ ଆଇନି, ମୁଁ ମାଗିକି 2ଟା ଖାଉଛି।